এই କାର୍ଯ୍ୟକ୍ରମ ହେଉଛି ସୁସ୍ଥ ନାରୀ ଆଣ୍ଡ ସଶକ୍ତ ପରିବାର, ଯେଉଁଟାକି ଆମର 17 ସେପ୍ଟେମ୍ବର ଆରମ୍ଭ ହୋଇକି ଅକ୍ଟୋବର 2 ପର୍ଯ୍ୟନ୍ତ ଚାଲିବ। ଏଇଟା ଆମ ଖାଲି ଟାଙ୍ଗୀ ସିଏସି ନାହିଁ, ସବୁ ସିଏସି ଏବଂ ପିଏସି ଆମ ସବ୍ ସେଣ୍ଟର ସବୁ ଅଙ୍ଗନବାଡ଼ି ସବୁଆଡ଼େ ଚାଲିଛି, ଯାହାଦ୍ୱାରା କି ଆମ ନାରୀମାନେ ମାନେ ତାଙ୍କର ହେଲ୍ଥ ନ୍ୟୁଟ୍ରିସନ୍ ଆଉ ଏମ୍ପାୱାରମେଣ୍ଟ ଉପରେ ତାକୁ ଗୁରୁତ୍ୱ ଦିଆଯାଉଛି। ନାରୀମାନଙ୍କର ହେଲ୍ଥ ମାନେ ଯେଉଁଟାକି ଆମର ହେମୋଗ୍ଲୋବିନ୍ ଆମର ଚେକଅପ୍ ହେଉଛି, ଯେମିତି ଆନେମିଆ ଡିଟେକ୍ସନ୍ ପାଇଁ ମାଟର୍ନିଟି ଚେକଅପ୍ ହେଉଛି, ଯେମିତି ମାନେ ପ୍ରେଗନାଣ୍ଟ ପେସେଣ୍ଟମାନଙ୍କର, ଏବଂ ସେମାନଙ୍କର ଡାଇବେଟିସ୍, ବ୍ଲଡ଼ ପ୍ରେସର ଏବଂ ସବୁ ରୋଗ ଯେମିତି ସର୍ଭାଇକାଲ କ୍ୟାନ୍ସର, ଓରାଲ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ସେଗୁଡ଼ାକ ବି ସ୍କ୍ରିନିଂ କରାଯାଉଛି ଏବଂ ସେମାନଙ୍କର ନିରାକରଣ କରାଯାଉଛି। ତା ସହିତ ଆମର ଟିବିର ମଧ୍ୟ ସ୍କ୍ରିନିଂ କରାଯାଉଛି। ଏହାଦ୍ୱାରା ଆମର ନାରୀମାନଙ୍କର ମାନେ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଆମ ପରିବାର ସଶକ୍ତ ହେବ। ଏବଂ ଆପଣ ଜାଣିଛନ୍ତି ନାରୀମାନେ ଗୋଟେ ପରିବାରର ମେରୁଦଣ୍ଡ। ସେଥିପାଇଁ ଆପଣ ଯଦି ନାରୀମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଲା, ଆମ ପରିବାର ବି ଭଲ ରହିବ, ଆମ ଦେଶ ବି ଡେଭଲପମେଣ୍ଟ ଆଡ଼କୁ ଗତି କରିବ। ସେଥିପାଇଁ ଏଇଟା କରାଯାଉଛି। କିନ୍ତୁ ଆମେ ଅପିଲ୍ କରୁଛୁ ଯେ ମାନେ ମ୍ୟାକ୍ସିମମ୍ ଲେଡ଼ିଜ୍ ଏଇଟାର ଉପଭୋଗ ମାନେ ଏଇ ସୁବିଧା ଉପଭୋଗ କରନ୍ତୁ ଏବଂ ଯେମିତି ମାନେ ଆମ ସବୁ ଯେମିତି ରୋଗ ହେଉଛି ସେଗୁଡ଼ାକର ନିରାକରଣ କରିବା ଆପଣ ଆମମାନଙ୍କର ଦାୟିତ୍ୱ। ଧନ୍ୟବାଦ। ଆଜ୍ଞା, ଏଠି ଯେଉଁ ଆମର ଆଜି ମେଗା ହେଲ୍ଥ କ୍ୟାମ୍ପ ହେଇଛି, ଆଜି ଏମ୍ସର ଆମର ପ୍ରାୟ ସବୁ ଡିପାର୍ଟମେଣ୍ଟର ସବୁ ସ୍ପେଶାଲିଟିଜ୍ରୁ ମେଡ଼ିସିନ୍, ସର୍ଜରୀ, ଗାଇନି, ଅପ୍ଥା, ଡେଣ୍ଟାଲ, ଇଏନ୍ଟି ସବୁ ଡାକ୍ତର ଆସିକି ଏଠି ସମସ୍ତଙ୍କର ହେଲ୍ଥ ଚେକଅପ୍ କରୁଛନ୍ତି। ଯେମିତି ଆମର ସୁସ୍ଥ ସମାଜ ସୁସ୍ଥ ଦେଶ ଷ୍ଟାର୍ଟ ହୁଏ ପରିବାରରୁ, ଆଉ ପରିବାରର ମୂଳ ହେଲେ ମା ବା ନାରୀ। ସେଥିପାଇଁ ଯେଉଁ ସରକାରଙ୍କ ଅଭିଯାନରେ ସରକାରଙ୍କର ପ୍ରଚେଷ୍ଟାରେ ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି, ଏଥିରେ ଆମେ ସବୁ ଲୋକଙ୍କର ସବୁ ଫିମେଲ୍ ଇନକ୍ଲୁଡ଼ିଂ ବାକି ଏରିଆରେ ଯେତିକି ଲୋକ ଅଛନ୍ତି ସମସ୍ତଙ୍କର ଆଜି ସ୍କ୍ରିନିଂ କ୍ୟାମ୍ପ କରାଯାଉଛି। ସେଥିରେ ଆମେ ସବୁ ଯାହା ପ୍ରାଇମେରୀ ରୋଗ ରହିଲା ସେ ରୋଗ ସହ ବ୍ଲଡ଼ ପରୀକ୍ଷା, ରକ୍ତ ପରୀକ୍ଷା, ଛାତି ଏକ୍ସରେ, ଆଉ ଦରକାର ପଡ଼ିଲେ ଓରାଲ କ୍ୟାନ୍ସର ସ୍କ୍ରିନିଂ, ସର୍ଭିକାଲ କ୍ୟାନ୍ସର ଯେଉଁ ମାଆମାନଙ୍କର ହେଉଛି ସେ କ୍ୟାନ୍ସର ସ୍କ୍ରିନିଂ ସବୁ ଆଜି ସ୍କ୍ରିନିଂ କରାଯାଉଛି। ମୋତେ ଲାଗୁଛି ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ, ଯଦ୍ୱାରା ଆମେ ସମାଜର ବ୍ୟାଧିକୁ ନିରାକରଣ କରିପାରିବା ଏବଂ ଦରକାର ପଡ଼ିଲେ ତାକୁ ଟ୍ରିଟମେଣ୍ଟ ବି ଜଲ୍ଦି କରିପାରିବା। ଏଠି ଯେଉଁ ପେସେଣ୍ଟ ଆମକୁ ଲାଗୁଛି କି କିଛି ବଡ଼ ରୋଗ ଅଛି ତାଙ୍କୁ ଆମେ ଏମ୍ସକୁ ରେଫର କରିଦେଉଛୁ। ବାକି ଏଠି ଯେଉଁ ଆମର ଏମ୍ସର ଆମର ଏଠି ଅରବିନ୍ଦ ସାର୍ ଅଛନ୍ତି, ଏଠି ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ସାର୍ ଅଛନ୍ତି, ତାଙ୍କର ବହୁତ ପ୍ରଚେଷ୍ଟାରେ ବହୁତ ଭଲ ଭାବରେ ଅର୍ଗାନାଇଜ୍ କରିଛନ୍ତି ଜିନିଷଟାକୁ, ଆଉ ବହୁତ ଲୋକ ଆସୁଛନ୍ତି, ଏଥିରେ ବହୁତ ଲୋକ ଉପକାର ପାଉଛନ୍ତି। ଭଲ ଏଥିରେ এইটা তো ସବୁଦିନ ତ ପ୍ରୋଗ୍ରାମ୍ ଚାଲିଛି, କିନ୍ତୁ ଆଜି ପାଇଁ ଆମେ ଏମ୍ସରେ ସବୁ ସ୍ପେଶାଲିଟି ଡାକ୍ତର ଆସିଛୁ। ଆଜି ସାଙ୍ଗେ ସାଙ୍ଗେ ଏଠି କିଛି ସ୍କୁଲରେ ବି ପ୍ରୋଗ୍ରାମ୍ ଚାଲିଛି, ବହୁତ ଆଡ଼େ ଚାଲିଛି ନାରୀମାନଙ୍କ ପାଇଁ ପ୍ରୋଗ୍ରାମ୍, କିନ୍ତୁ ଆଜି ସ୍ପେଶାଲିଟି ମେଗା କ୍ୟାମ୍ପଟା ଆମର ଏମ୍ସର ଡକ୍ଟର ଆସିକି ଆଜି ଗୋଟେ ଦିନ ପାଇଁ ହେଉଛି। ବାକି ସବୁଦିନ ଏଠି ଯେମିତି ଚାଲିଛି ସ୍କ୍ରିନିଂ ସେ ସବୁଦିନ ଚାଲୁଛି। ଆଗାମୀ ଦିନରେ ସାର୍ଙ୍କର ପ୍ରଚେଷ୍ଟାରେ ବା ସରକାରଙ୍କ ପ୍ରଚେଷ୍ଟାରେ ଚାହୁଁ